ଆଜିର ଆଜିର ବିବେକ ବାଣୀ। ଉପାର୍ଜନ ନ କଲେ କେହି କିଛି ପାଇପାରେ ନାହିଁ, ଏହା ସନାତନ ନିୟମ। ନିଜ କର୍ମ ଦ୍ୱାରା ଆମେ ଯାହା କିଛି ଉପାର୍ଜନ କରୁ ସେଥିରେ ହିଁ ଆମର ପ୍ରକୃତ ଅଧିକାର। ଜଣେ ନିର୍ବୋଧ ଜଗତର ସକଳ ପୁସ୍ତକ କ୍ରୟ କରିପାରେ, କିନ୍ତୁ ସେଗୁଡ଼ିକ ତାହାର ପୁସ୍ତକାଗାରରେ ପଡ଼ି ରହିବ ମାତ୍ର। ସେ ଯେଉଁଗୁଡ଼ିକ ପଢ଼ିବାର ଉପଯୁକ୍ତ କେବଳ ସେହିଗୁଡ଼ିକ ହିଁ ପଢ଼ିପାରିବ, ଏବଂ ଏହି ଯୋଗ୍ୟତା କର୍ମରୁ ହିଁ ଉତ୍ପନ୍ନ। ଆମେ କେଉଁ ବିଷୟର ଅଧିକାରୀ ବା ଆମେ କଣ ଆୟତ କରିପାରୁ, ଆମର କର୍ମ ହିଁ ତାହା ନିରୂପଣ କରେ। ନିର୍ବୋଧ ବ୍ୟକ୍ତି ଜାଣେନା ଯେ ସେ ଯଦି ଧୈର୍ଯ୍ୟ ସହକାରେ କାର୍ଯ୍ୟ କରେ ତେବେ ସେ ମଧ୍ୟ ସମୁଦାୟ ଜଗତକୁ ଶାସନ କରିପାରିବ। ଏହା ଥିଲା ସ୍ୱାମୀ ବିବେକାନନ୍ଦଙ୍କର ଶାଶ୍ୱତ ବାଣୀ। ଧନ୍ୟବାଦ। ପ୍ରଣାମ। ଧନ୍ୟବାଦ ଲକ୍ଷ୍ମୀ ଚନ୍ଦନା, খুব ସୁନ୍ଦର ଭାବରେ ଆଜିର ବିବେକ ବାଣୀ ପଠନ କରିଛନ୍ତି। ବାସ୍ତବରେ ପୁସ୍ତକ ସ୍ଥାତୁ ଯା ବିଦ୍ୟା ପରହସ୍ତଗତମ ଧନମ। ମଣିଷ କର୍ମ ମାଧ୍ୟମରେ ହିଁ ଜିତିଥାଏ ଜୀବନକୁ। ଦୈବାୟତମ କୁଳେ ଜାତମ ମଦାୟତମ ଚ ପୌରୁଷମ। ପୌରୁଷତ୍ୱ ହିଁ କେବଳ ନିଜର ଆୟତ୍ତ। ତେଣୁକରି ଖୁବ ସୁନ୍ଦର ଭାବରେ ତମେ ବୁଝେଇ ଦେଇଛ। ମୁଁ ପୁଣି ଆଗକୁ ଯିବି ଯେ ଆଜିର ବିବେକ ବାଣୀ ସରିଯାଇଛି। এই ପାଠଚକ୍ରକୁ ଆମ ପାଖରେ ଉପସ୍ଥିତ ଅଛନ୍ତି ଆଜି ସଭାପତିତ୍ୱ ପ୍ରଦାନ କରିବେ ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ର, ଯିଏକି ଅନନ୍ୟ ବ୍ୟକ୍ତିତ୍ୱ, ଯେ ନିଜେ ନିଜର ଏକ ବିଶାଳ ପରିଚୟ। କାନନ ବାହୁନି ଉଠେ ସେଇ କାନନର ମନ୍ତ୍ର ନିନାଦ ଶୁଭେ କୋଇଲିର କଣ୍ଠେ। ବସନ୍ତକୁ ସବୁ ବାଧ୍ୟ କାହାକେ କହିବି ଜୀବନର ବ୍ୟଥା ସବୁ ସପନ ତ ଅଧା। ଏଇ ପରବର୍ତ୍ତୀ ଚେତନା ରଚନାର କବି ଗୋଦାବରୀଶ ମିଶ୍ର, ଯିଏକି ନିଜ ରଚନାରେ ନୟାଗଡ଼ର ମଣିଷ ମାନଙ୍କୁ ମାଟି ପାଣି ଜୀବନକୁ ଛୁଇଁ ଦେଇଛନ୍ତି। ଅନେକ କବିତା ପୁସ୍ତକ ଭେଟି ଦେଇଛନ୍ତି ସାରସ୍ୱତ ଜଗତକୁ। ନୟାଗଡ଼ ବନ୍ଦନାର କବି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣେ। ତାଙ୍କର ପରିଚୟ ଦେବାଟା ହଉଛି ଧୃଷ୍ଟତା। ଆମେ ଆଜି ତାଙ୍କୁ ସଭାପତି ରୂପରେ ପାଇଛୁ, ଆଜି ଧନ୍ୟ। ମୁଁ ଅନୁରୋଧ କରିବି ଗୋଦାବରୀଶ ସାର୍, ଆଜିର ବକ୍ତା ମୋ ପାଖରେ ଯିଏ ଉପସ୍ଥିତ ଅଛନ୍ତି ତାଙ୍କର ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଦେବେ। ସମସ୍ତଙ୍କୁ ନମସ୍କାର, ପ୍ରଣାମ। ଶୁଭୁଛି ମ୍ୟାଡାମ? ଆଜ୍ଞା ଶୁଭୁଛି ସାର୍। ସମସ୍ତଙ୍କୁ ଶୁଭ ସନ୍ଧ୍ୟାର ପ୍ରଣାମ, ଶୁଭେଚ୍ଛା, ଅଭିନନ୍ଦନ। ବିବେକାନନ୍ଦଙ୍କୁ ଏ ଜାତିର ଯିଏ ମହାଶକ୍ତି ପ୍ରଜ୍ଞା ପୁରୁଷ, ତାଙ୍କୁ ପ୍ରଣାମ। ଆଜିର ଏଇ ଆଭାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ମୋର ବରିଷ୍ଠ ମାନଙ୍କୁ ପ୍ରଣାମ, ସମବୟସ୍କ ମାନଙ୍କୁ ଶୁଭାଶିଷ ଓ କନିଷ୍ଠ ମାନଙ୍କୁ ମୋର ଶୁଭେଚ୍ଛା। ଆଜିର ବକ୍ତବ୍ୟ ରଖିବେ ଆମର ସାଥିରେ ବିଜୟାନନ୍ଦ ମହାପାତ୍ର ସାର୍, ଅଧ୍ୟାପକ ସଂସ୍କୃତ, ଜ୍ଞାନୀ ଗୁଣୀ। ସେମାନଙ୍କଠୁ ଶୁଣିଲେ ଆମେ ଜାଣିପାରିବା ଯେ ପ୍ରକୃତିରେ ସାହିତ୍ୟ କଣ, ସଂସ୍କୃତି କଣ, ଅସ୍ମିତା କଣ ଏବଂ ପ୍ରୟାଗ, ରାଗ, ପରାଗ ସବୁ କଣ, ଯାହା ମ୍ୟାଡାମ ବୁଝେଇ ଦେଲେଣି। ଯେ ମାଟିର ପରମ୍ପରା ଚନ୍ଦନଠୁ ଆହୁରି ବାସ୍ନାମୟ। ଆଜିର ଏଇ ମହାର୍ଘ ସନ୍ଧ୍ୟାଟି ଉତ୍ସର୍ଗୀକୃତ ହେଇଛି, ଉତ୍ସର୍ଗିତ, ସମର୍ପିତ ଏ ଜାତିର ପ୍ରାଚୀନ ପରମ୍ପରା ଉପରେ। ବୋଇତ ବନ୍ଦାଣ ଆମ ନୌବାଣିଜ୍ୟ ପରମ୍ପରା। ଆଜିର ବିଷୟଟିର ନିର୍ଝାସ ହେଲା ବୋଇତ ବନ୍ଦାଣ ଆମ ନୌବାଣିଜ୍ୟ ପରମ୍ପରା। ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ଶ୍ରୁତ ଉତ୍କଳସ୍ୟ ସମଦେଶ ନାସ୍ତି ନାସ୍ତି ମହିତଳେ। ମ୍ୟାଡାମ ତ ଗୀତ ଗାଉଥିଲେ, ଜଗତ ସରସେ ଭାରତ କମଳ ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ। ଆଜିର ଯୋଉ ଗୋଟେ ପ୍ରାଚୀନ ବିଷୟକୁ ଆଧୁନିକତା ମଧ୍ୟକୁ ଆମେ ଆଣିଛେ, ବାସ୍ତବରେ କଣ ସାର୍ କହିବେ ଆମର, ଆମେ ସେ ଅପେକ୍ଷା କରିଛେ ଯେ ତାଙ୍କ ସଂସ୍କୃତ, ତାଙ୍କର ମାନେ ଅସ୍ମିତା, ସଂସ୍କୃତ ସାହିତ୍ୟ, ଭୂଗୋଳକୁ ମିଶେଇ ସେ ଆମକୁ ଗୋଟେ ସୁନ୍ଦର ପରିଚୟ ଦେବେ ଯେ ମୁଁ ବିଜୟାନନ୍ଦ ମହାପାତ୍ର, ମୁଁ ଧନୁର୍ଦ୍ଧାରୀ, ମୁଁ ବିଜୟୀ, ମୁଁ ମାର୍ଗଦର୍ଶୀ, ମୁଁ ଚଢିପାରେ, ମୁଁ ବିବେକାନନ୍ଦଙ୍କ ଭଳି ଗଢିପାରେ, ଚଢିପାରେ, ଛାଡିପାରେ, ବାଢିପାରେ, ସ୍ନେହ ମମତା ଶ୍ରଦ୍ଧା ବାଢିପାରେ। ତେଣୁ ଆମକୁ ସେ ବାଢିବେ। ଏଇ ଶୁଭ ଲଗ୍ନରେ ଚାରି ଧାଟି କବିତା ଗାଇକି ମୁଁ ବକ୍ତବ୍ୟ ତାଙ୍କୁ ସମର୍ପଣ କରିବି। ସେ କହିବେ, କାର୍ତ୍ତିକ ମାସେ ଡଙ୍ଗାରେ ତୋତେ ମେଲାଣି ଦେଲେ ମୁଁ ହସି ହସି, ଝୁଲି ଝୁଲି ତୁଇ ଦୂରକୁ ଦୂରକୁ ଯା ଭାସି। କାର୍ତ୍ତିକ ମାସେ ବୋଇତ ମେଲାଇ ଧରିଆରେ, ସାଧବେ ଆମର ଯାଉଥିଲେ ଦୂର ଦେଶ ପାରେ।
ଝଡ଼ ତୋଫାନକୁ ନଥିଲା ତାଙ୍କର ତିଳେ ଡର, ଆସୁଥିଲେ ଫେରି ଆଷାଢ଼ରେ ସାରି କାରବାର। ବୋଇତରେ ଲଦି ଧନ ଦୌଲତ ହୋଇ ଖୁସି, ଫେରୁଥିଲେ ଘରେ ଦରିଆ ପାରିରୁ ହସି ହସି। ସତରେ କିନ୍ତୁ ଦୁର୍ବାର ଆଉ ଦୁର୍ଦ୍ଦଶ ଜାତିଥିଲା ଓଡ଼ିଆ। କଳିଙ୍ଗାହା ସାହସୀ କାହା, ତାର ମନରେ କ୍ଳାନ୍ତି ନଥିଲା, ଭ୍ରାନ୍ତି ନଥିଲା। ସେ ଖୋଜି ବୁଲୁଥିଲା ସାଗରରୁ ସାଗର, ସାଗରରୁ ମହାସାଗର। ସେତେବେଳେ ତ ସାଗରର ନାଁ ଥିଲା ଉତ୍କଳ ସାଗର। ବୌଦ୍ଧ ଜାତକରେ ଲେଖାଯାଇଛି ଏ ଗଳ୍ପର କଥା ଯେ ଉତ୍କଳକୁ ବେଢି ରହିଥିବା ମହାସାଗରକୁ ସେତେବେଳେ ପ୍ରାଚୀନ କାଳରେ ଉତ୍କଳ ସାଗର ବୋଲି କୁହାଯାଉଥିଲା। ଉତ୍କଳର ନବବାଣିଜ୍ୟ ପରମ୍ପରା ଯେ କେତେ ପ୍ରାଚୀନ ତାହା ଏବେ ବି ଆମେ ଜାଣୁଛେ। ଯେ ଆ କା ମା ବେଇ ଗୀତ ଗାଇଦେଲା ବେଳେ ସତେମିତି ଗୋଟେ ସ୍ପନ୍ଦନ ସୃଷ୍ଟି ହଉଛି। ସେ ସ୍ପନ୍ଦନର କଥା କହିବେ ଆଜି ଆମର ବିଜୟ ସାର୍, ଡକ୍ଟର ବିଜୟାନନ୍ଦ ମହାପାତ୍ର। ଗୋଟେ ସଂସ୍କୃତି ସମ୍ପନ୍ନ ପୁରୁଷ, ସଂସ୍କାର ପୁରୁଷ, ସାହିତ୍ୟ ପୁରୁଷ, ପ୍ରେମୀଳ ପୁରୁଷ, ବିଜ୍ଞାନୀ ମଣିଷ, ପ୍ରଜ୍ଞାନୀ ମଣିଷ, ସୁଜ୍ଞାନୀ ମଣିଷ। ଆସନ୍ତୁ ଆମେ ଶୁଣିବା, ତାଙ୍କଠୁ ଅନୁରୋଧ କରିବା ବିଜୟାନନ୍ଦ ମହାପାତ୍ର, ଅଧ୍ୟାପକ ବିଜୟାନନ୍ଦ ମହାପାତ୍ର ସାର୍ଙ୍କ ଠାରୁ ଶୁଣିବା ଯେ ଉତ୍କଳସ୍ୟ ସମଦେଶ ନାସ୍ତି ନାସ୍ତି ମହିତଳେ, ବୋଇତ ବନ୍ଦାଣ ଓ ଆମ ନୌବାଣିଜ୍ୟ ପରମ୍ପରା କଣ ଥିଲା, କେମିତି ଥିଲା, ଆଉ ଫେରି ପାରିବ କି? ଜୟ ଜଗନ୍ନାଥ। ସାର୍ଙ୍କୁ ଅନୁରୋଧ କରିବା, ସାର୍ ବର୍ତ୍ତମାନ ଉପସ୍ଥାପନା କରିବେ ତାଙ୍କର ବକ୍ତବ୍ୟ। ଆଜ୍ଞା, ଶତପଥୀ ମୁଁ ଶତପଥୀ 100 ଟଙ୍କାର ମାଲିକ ବୋଲିକି ଶତପଥୀ ନାହିଁ। ଶତପଥୀ ବିଜୟାନନ୍ଦ ଶତପଥୀ। ଆଜ୍ଞା, ସତ ପଥରେ ଚାଲୁଥିବା ଲାଗି ଶତପଥୀ। ଆଉ ସଂଶୋଧନ ଟିକେ ସତ୍ୟକୁ ନାହିଁ, ସତ୍ୟର ପୋଥିକି ରଖିଛନ୍ତି ପାଖରେ। ଆଜ୍ଞା ସାର୍ ଶତପଥ ସତ୍ୟର ବ୍ରାହ୍ମଣ। ପୋଥିକୁ ରଖିଥିବାରୁ ଆପଣ ଶତପଥୀ। ଆଜ୍ଞା 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 ଯାହାକୁ ପୋତି ଦେଇନାହାନ୍ତି ତାକୁ ଉଭା କରୁଛନ୍ତି ସଦାବେଳେ, ସେଇ ବି ଶତପଥୀ। ଆଜ୍ଞା। ସାର୍ ସାର୍ ନୀଳାଦ୍ରି କନ୍ଦରାନନ୍ଦୀ ମନ୍ଦରାମୟ ବନ୍ଦିତମ୍ ବନ୍ଦେ ବନ୍ଦାରୁ ମନ୍ଦାରମ୍ ଇନ୍ଦିରା ମନ୍ଦିରମ୍ ମହೋ ఇందిరా మందిరం మహో వందే బందారు బృందారపి నికర శిఖ రత్నక్షత్ర రాజీ ప్రజ్ఞాత పాదారవింద స్ఫుట నఖర విధౌ భస్తచేతస్తమస్కం కోటి క్రీడాండ భండ ప్రకట గుణ ఘటై సేవితం స్వావతాభై వందే శ్రీమద్ గోవిందమిందివర రుచిరతనం ఇందిరానందికందం इंदिरानंद कंदम। तो समस्त को मोर आभूम मथानत प्रणाम। आज ई पाठचक्र स्वामी विवेकानंद लोक संसद विचारधारा नयागढ़ शाखा 54तम ई पाठचक्र रे मु जोगदे यथाशक्ति यथामति किछि उक्ति की उपस्थापन करिवार जो सुजोग पाई समस्त निकट में कृतज्ञता ज्ञापन करुच्ची। मोर विद्यादाता आद्य गुरु प्रलय सार एवं गोदावरी सार एवं निरंजन भाई आउ नीलिमा भौणी समस्त को मु ई पाठचक्र प्रथम शेष पर्यंत आमूलचल शुणापे अनुरोध जनाई जो विषयटी निर्देश कर विषय किसी उपस्थापन करने को जाऊँगी। तो विषयटी आपण रखिछंती नौवाणिज्य, उत्कलर नौवाणिज्य एवं उत्कलीय अस्मिता। नौवाणिज्यटा अस्मिता और स्वाभिमान प्रयाग। तेबे अस्मिता और स्वाभिमान प्रयाग ये जो उत्कलीय नौवाणिज्य एक व्यावसायिक पारंपरिक व्यावसायिक रीति ताहा पुणी अस्मिता ओडिया स्वाभिमान प्रयाग यह एक संपूर्ण तथ्य संबलित विषय वस्तु। तेणु कौन सी आध्यात्मिकता भाव प्रवणता अन्य कौन सी साहित्यिक भाव गांभीर्यता रस शब्द रसाल शब्द गुंफन आदौ आवश्यक नहीं। केवल आमर ऐतिहासिक किसी तथ्य और तत्व को उपस्थापन करी आशा करुच्ची।
ତେବେ ଏଠି ମୁଁ ପ୍ରଥମେ ଗୋଟିଏ ଶବ୍ଦ ଉପରେ ବିଶେଷ ଜୋର ଦିଏ, ଓଡିଆ ଅସ୍ମିତା ବୋଲି ଯାହାକୁ କୁହାଯାଉଛି, ଟିକେ ଗୁରୁତ୍ୱର ସହିତ ଏ କଥାଟିକୁ ଆମେ ସମସ୍ତେ ମନନ କରିବା ଆବଶ୍ୟକ। ଯୋଉ ଓଡିଆ ଅସ୍ମିତା ବୋଲି ଯୋଉ ଶବ୍ଦଟି କୁହାଯାଉଛି, ଆମର ଓଡିଆ ହବାର ଗର୍ବ, ଆମର ଓଡିଆଟିଏ ବୋଲି ପରିଚୟ ଏବଂ ଓଡିଆ ସାଂସ୍କୃତିକତାର ସ୍ୱାଭିମାନ, ଯେଉଁଟା ଓଡିଶାର ଭାଷା, ପରମ୍ପରା ଓ ଐତିହ୍ୟ ସହିତ ଅତ୍ୟନ୍ତ ଗଭୀର ଭାବରେ ଜଡିତ ହୋଇ ରହିଛି, ତାକୁ ଆମେ ଓଡିଆ ଅସ୍ମିତା ବୋଲି ପ୍ରଥମେ ଆମେ ଅସ୍ମିତା ଟିକେ ଜାଣିବା, ଯୋଉଠି ଆମର ପରମ୍ପରା, ଭାଷା ଏବଂ ଐତିହ୍ୟ ସହିତ ଗଭୀର ଭାବରେ ଯୋଡି ହୋଇ ରହିଛି। ତେବେ ଏଇ ଅସ୍ମିତା ହଉଛି ଗୋଟେ ପରିଚୟ ବା ଗୋଟେ ସାମୂହିକ ଗର୍ବ, ଗୋଟେ ଉତ୍କଳୀୟତାର ଗର୍ବ। ଆଉ ଯେତେବେଳେ ୟାକୁ ଓଡିଆ ସମୁଦାୟଙ୍କ ସହିତ ସାମୂହିକ ଗୌରବ ସାଥିରେ ଯୋଡି ଦିଆଯାଏ, ତାକୁ ଆମେ ଓଡିଆ ଅସ୍ମିତା ବୋଲି କହିବା। ତେବେ ଓଡିଆ ମାନେ ନିଜର ଛବିଟାକୁ ଅନ୍ୟମାନଙ୍କ ଆଗରେ, ବିଶ୍ୱ ସମ୍ମୁଖ ଆଗରେ କିପରି ପ୍ରକାଶ କରୁଛି, ଯଦ୍ୱାରା କି ଆମର ଅସ୍ମିତାଟା ଗୋଟେ ସ୍ପଷ୍ଟ ରୂପେ ପ୍ରତିଫଳିତ ହେଉଛି। ତ ଏହା ହିଁ ହଉଛି ଓଡିଆ ଅସ୍ମିତା ଉପରେ ଏକ ଗଭୀର ଆଲୋଚ୍ୟ ବିଷୟ। ତେଣୁ ସେଥିପାଇଁ ଗୋଟେ ସାମୂହିକ ଅନୁଭୂତିର ବୟାନ, ଯହିଁ ସହସ୍ର ଜୀବ ପ୍ରତିପକ୍ଷ ତହିଁ ଜବାବ ସୱାଲ ଅବକାଶ ନଥାଏ। ଯହିଁ ସହସ୍ର ଜୀବ, ଗୋଟେ ବଡ ସୁନ୍ଦର କଥା କହିଥିଲେ, ଯୋଉଠି ସହସ୍ର ଜୀବ ପ୍ରତିପକ୍ଷ ହେଇ ଯାଆନ୍ତି, ସେତେବେଳେ ସେ କଥାଟି ସିଦ୍ଧାନ୍ତ ରୂପେ ଗୃହୀତ ହେଇଯାଏ, ସେଠି ଜବାବ ସୱାଲର ଅବକାଶ ନଥାଏ। ତେବେ ସମଗ୍ର ଓଡିଆ ଜାତି ଯୋଉଟାକୁ ପ୍ରତିଫଳନ କରେ, ସେଇଟାକୁ ଆମେ ଆମର ଅସ୍ମିତା ବୋଲି କହିବା। ଯଦି ଓଡିଆ ଜାତି ଗୋଡାଣିଆ, ଓଡିଆ ଜାତି ଦାଦନ ଖଟା, ଓଡିଆ ଜାତି ଏମିତି ଯଦି ସାମୂହିକ ପ୍ରତିଫଳନ ବିଶ୍ୱ ଦରବାରକୁ ଯାଏ, ତ ତାହେଲେ ଅସ୍ମିତା ଏଠି ସଂକୁଚିତ ହୋଇଛି ବୋଲି ବୁଝା ପଡିବ। କିନ୍ତୁ ଅସ୍ମିତାଟି ସଂକୁଚିତ ନହୋଇ ଅସ୍ମିତାଟି ସମୁଜ୍ଜଳିତ କିଭଳି ହବ, ଯେତେବେଳେ ତାର ଭାଷା, ସାହିତ୍ୟ ଆଉ ସଂସ୍କୃତି ଅତି ଉଚ୍ଚ କୋଟିର ରହିଥିଲା ଏବଂ ପ୍ରତିଟି ଅତ୍ୟନ୍ତ ମୂଲ୍ୟବୋଧ ସମ୍ବଳିତ ଥିଲା, ସେତେବେଳେ ଆମେ ନିକୃଷ୍ଟ ପଣିଆକୁ ବର୍ତ୍ତମାନ ଯୋଉ ପ୍ରତିଫଳନ କରୁଛେ, ତାହା ଆମ ଅସ୍ମିତା ଦିଗରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଅସ୍ମିତାଟି ପ୍ରଥମେ ଦୃଢ କରିବାକୁ ହେଲେ ଆମେ ପୁଣି ଥରେ ଆମର ସେ ପ୍ରାଚୀନ ଇତିହାସକୁ ଫେରିଯିବା ଆବଶ୍ୟକ। ତେବେ ଓଡିଆ ଅସ୍ମିତା ବର୍ତ୍ତମାନ ଗୋଟେ ଶବ୍ଦ ମାତ୍ରକ ନୁହେଁ, ଓଡିଆ ଅସ୍ମିତା ବର୍ତ୍ତମାନ ଗୋଟେ ଆହ୍ୱାନ। ଓଡିଆ ଅସ୍ମିତା ହଉଛି ଓଡିଶାର ଏକ ବିଶିଷ୍ଟ ପରିଚୟର ସଂରକ୍ଷଣ, ସମ୍ପ୍ରସାରଣ, ପ୍ରଚାର ଏବଂ ଅନ୍ୟତ୍ର ପ୍ରେରଣ, ବିଦେଶକୁ ମଧ୍ୟ ରହିଥିବା ଓଡିଆ ମାନଙ୍କ ନିକଟକୁ ପ୍ରେରଣ। ଆରେ ଦେଖ, ଓଡିଆ ଅସ୍ମିତା ମାନେ ଏହା। ଓଡିଆ ଅସ୍ମିତା କେବଳ ଏକ ଶବ୍ଦ ମାତ୍ରକ ନୁହେଁ, ଓଡିଆ ଅସ୍ମିତା ଏକ ଆହ୍ୱାନ, ଓଡିଆ ଅସ୍ମିତା ଏକ ବିଶିଷ୍ଟ ପରିଚୟର ସଂରକ୍ଷଣ, ଓଡିଆ ଅସ୍ମିତା ହଉଛି ଏକ ପ୍ରଚାର, ଯାହାକି ଆମର ପୂର୍ବ ସଂସ୍କୃତିକି, ପୂର୍ବ ଐତିହ୍ୟକୁ, ପୂର୍ବ ଇତିହାସକୁ ପୁଣି ଆମକୁ ମନନ କରି ପୁଣି ସେଇଭଳି ଶତସିଂହର ପରାକ୍ରମକୁ ପ୍ରତିଷ୍ଠା କରିବାର ଏକ ଅବକାଶ ଦିଏ। ତେଣୁ ଯେତେବେଳେ ମୁଁ ଓଡିଆ ଅସ୍ମିତା ବୋଲି କହିଦିଏ, ସେତେବେଳେ ମତେ ମୋର ପୂର୍ବ ସୁରୀ, ପୂର୍ବ ଗୌରବ ମାନଙ୍କର ବିଜୟ ଗାଥା, ପୂର୍ବ ଗୌରବ ମାନଙ୍କର ରହିଥିଲା ଯୋଉ ବ୍ୟବସାୟିକ କଳା କୌଶଳ, ପୂର୍ବ ସୁରୀ ମାନଙ୍କର ଯୋଉ ରହିଥିଲା ବିଭିନ୍ନ କାର୍ଯ୍ୟ ଦକ୍ଷତା, ପୂର୍ବ ସୁରୀ ମାନଙ୍କର ଯୋଉ ନିହାଣ ମନରେ ରହିଥିଲା କୋଣାର୍କ ଗଢି ଦେବାର ଯୋଉ ଥିଲା ସାମର୍ଥ୍ୟ, ଏବଂ ପୂର୍ବ ସୁରୀ ମାନଙ୍କର ଯୋଉ ରହିଥିଲା ଗୋଟେ ନଳ କାଠି ସାହାଯ୍ୟରେ ମାପି ଦେବାର ସାମର୍ଥ୍ୟ, ଦୂରତା ମାପି ଦେବାର, ପାହାଡର ଉଚ୍ଚତା ମାପି ଦେବାର ସାମର୍ଥ୍ୟ, ସେଇ ପଠାଣି ସାମନ୍ତ ଏବଂ ସେଇ ଶିବେଇ ସାନ୍ତରା, ସେଇ ବାଜି ରାଉତ ଏବଂ ସେଇ ଆମର ଯାହା କୁହନ୍ତି ବିଶୁ ମହାରଣା, ଏ ସମସ୍ତେ ହଉଛନ୍ତି ଅସ୍ମିତା। ମୁଁ ପ୍ରଥମରୁ ତେଣୁ ଆରମ୍ଭ କରିଥିଲି ବନ୍ଦେ ବନ୍ଦାର ବୃନ୍ଦା ରବିଙ୍କ ରସିକା, ଏହା ମୋର ଅସ୍ମିତା। କାହିଁକି? ଏହାକୁ ଖଣ୍ଡପଡାର ପଠାଣି ସାମନ୍ତଙ୍କର ମଙ୍ଗଳାଚରଣରେ, ସିଦ୍ଧାନ୍ତ ଦର୍ପଣର ମଙ୍ଗଳାଚରଣରେ ଜଗନ୍ନାଥଙ୍କର ଉପସ୍ଥିତି ରୂପରେ ରଖିଛନ୍ତି। ତେଣୁ ଯେତେବେଳେ ମୁଁ ବନ୍ଦେ ବନ୍ଦାର ବୃନ୍ଦା ବୋଲି କହିଦିଏ, ସେତେବେଳେ ମୋ ପାଖରେ ଉତ୍କଳୀୟ ଅସ୍ମିତାଟା ପ୍ରତିଫଳିତ ହୁଏ। କେବଳ ଅସ୍ମିତା ମୋର ଭାବରେ ନୁହେଁ, ମୋର ଭାଷାରେ ନୁହେଁ, ମୋର ପ୍ରତିଟି କର୍ମରେ। ଯେମିତିକି ମୁଁ ଜଣେ ଶିକ୍ଷକ ଏବଂ ଶିକ୍ଷାର ପ୍ରତିଟି ଅଙ୍ଗରେ ଅସ୍ମିତା ଯେମିତି ପ୍ରତିଫଳିତ ହେଉଥିବ।
जड़े प्रशासक तार प्रशासनिकतार जमी उत्कल अस्मिता प्रतिफलित हो सांबादिकतार जमी ओडियार अस्मिता प्रतिफलित हो भारतीय सांस्कृतिक ऐक्य जमी ओडियार अस्मिता गोटे प्राधान्य रखुव आज ओडिया अस्मिता आपण देखो साहित्य महोत्सव बालीजात्रा पर गोटे सांस्कृतिक आयोजन होती जोटी युवपीढ़ी मान द्वारा आयोजित गोटे परिचय ओडियार परिचय अभियान सेठी जीवंत भाव खूब सुंदर भाव प्रतिफलित होती आप देखिए बालीजात्रा रे OLF ओडिशा लिटरेचर फेस्टिवल बोले गोटे आयोजन होता जोटि 100 रु अधिक आमर विभिन्न साहित्यिक मान सब जोग देते सेठी आमर माननीय मुख्यमंत्री मनोहर चंद्र माझी कही जनजाति भाषा बिना ओडिया अस्मिता संभव नुहे एवं जनजाति भाषा बिना ओडिया अस्मिता संभव नुहे जहाँ ओडिया परिचय समावेश मनोभाव को प्रकाश करे एवं एटी गोटे ऐतिहासिक वार्ता थिला ए वार्ताटी को हृदय सहित समर्थन यही करे जे जहाँ को जनजाति बोली कहूचे से जनजाति वास्तविक आमर ऋषिमुनि परंपरार बाहक आमे जन्म मात्र कि जो सब ऋण करि थाउ जन्म हेले वायु माटी पानी पवन को ग्रहण कले तो एक देव ऋण करिले आमे ग्रंथ अध्ययन करू तो ऋषि ऋण करिले एवं से ऋषि माने किए से माने होचिन से जन वनवासी से माने होचिन से जनजाति से मानकर स्वतंत्र भाषा थिला एवं से भाषा थिला ओडियार पूर्वतन भाषा ओडियार और प्राचीन श्रेणीर भाषा तेणु से भाषाटर जे पर्यंत परिस्फुरण न होइछि से पर्यंत वास्तव ओडिया अस्मितार प्रतिफलन हो परिबा नै तेबे 2025 मसीह आम ओडिशा आम भाषा साहित्य नामक गोटे स्वतंत्र पेभिलियन स्थापित होता बालीजात्रा पड़िया जोटि कि 100 रु अधिक साहित्यिक और कवि अंशग्रहण करते ओडियार अस्मिता से अनेक किसी काम भी करते से गुड़िक सब विवरण देते तेबे आज जो बालीजात्रा एटी अनुष्ठित होउछि ता केवल ओडिशा भितर नुहे ओडिशा बाहर विभिन्न राज्य रे यार महत्व अत्यंत महनीय हो उठी केवल ओडिशा बाहर ओडिया कहूथुवा लोक माने आसंती नाही एठी की ए अपूर्व रूपार तारकसी काम देखिबा को वाराणसी रु मध्य छुटी आसीतिले गोटे दंपति जहाँ मु शुणुथिली सेमानंकर कहवा कथा हला ए जो रौप्य कामर ए जो कला कौशल अन्यत्र मिले नाही रूपा मिली पारे किंतु ए कामटा मिले नाही एवं ओडिया रे जो से माने केवल बालीजात्रा देखते ना से बालीजात्रा देखा संगे संगे से माने आज चांदुआ खंडे नवा जाकर पिपिली रे पहुंची जाउछंती से माने सेठी किसी शंख मुक्तार काम नवा से पिपिल रे पहुंची जाउछंती तेणु एटा होची ओडियार अस्मिता जो गोटे जिनिस गोटे मालीटी जने पिंधिकी बाहर को चली जाइछि तो सेटा कोठु आनलु ना एटा मु तारकसी काम कटक अमुक जगार आनले तेणु बालीजात्रा आज ओडिया संस्कृतिर मध्य बाहक अछि तेबे आमे जदि ए समस्त कथा गुडी को विचार को नबा देखिबा जे ओई ओडिया अस्मिता को बालीजात्रा जहाँ जी प्रकाशित करुची ताको यदि आमे विचार को नबा देखिबा जे जो पुरातन काल रे कलिंग बोली जेतेले राज्य जनाशुना थिला सेते बेले नौ वाणिज्य क्षेत्र रे गोटे स्वतंत्र पारदर्शी ए कलिंग माने उत्कलिय माने प्राप्त होइथिले जहा कि एमानंकर गोटे स्वातंत्र्य रखिथिला नौ वाणिज्य क्षेत्र रे आपण देखंतु पुराना काल रे जेतेबेले भारत मैप टा को आपण देखिबे सेठी देखिबे जे ओडिसार सीमा आजिर सीमा जेमिति सेमिति नथिला सेतेबेले यार सीमा उत्तर रे गंगा नदी ठारू दक्षिण रे गोदावरी पर्यंत प्रसारित थिला एवं वर्तमान आमे देखुचे जो समुद्र तट 482 किलोमीटर लंबा जार बालेश्वर भद्रक केन्द्रापड़ा जाजपुर पुरी गंजाम ए समस्त जिला को से स्पर्श देइछि पुरातन काल रे से समुद्र तटवर्ती जगह मानकरे सब सुंदर बंदर माने रहिथिले एवं आधिकारिक किसी ऑफिशियल बंदर मध्य राजा राजुड़ा माने प्रतिष्ठा करते जोटा सेमानंकर स्वतंत्र जीवा आसीबा पे व्यवहार करुथिले तेणु यही जो 482 किलोमीटर जलपथ आमर सीमा को छुईक रही एवं ता साथी सब मिसी उपनदी माने जेमिति की कहा जाए दया नदी लुणा नदी जाई ब्रह्मगिरी पाखरे गोटे जगार से मिशीथिले एवं यही जगहटी थिला आमर साधव मानकर गमनागमन प्रशस्त क्षेत्र महान दया नदी एवं लुणा नदी अतिक्रम करी ब्रह्मगिरी ठारे जाई समुद्र पाखरे मिशीथिले ताहा गोटे छोटिया बंदरटी थिला यह थिला उत्कलीय साधव मानकर गोटे जलपथ एवं यही ओडिशा भलिया गोटे प्रदेश जार विशाल नदी नाल नौ वाणिज्य क्षेत्र रे गोटे चरम पदक्षेप नवाई सेतेबेलर उत्कलीय मानक बाध्य करथिला एवं आमे जदि फेरी जिबा चंद्रगुप्त मौर्य शासन काल को
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଶାସନ କାଳରେ ନୌବାଣିଜ୍ୟ ଭାରତରେ ପ୍ରତିଷ୍ଠିତ ହେଇଥିଲା। ଇତିହାସରେ ସାଧବ ମାନଙ୍କର ନୌବାଣିଜ୍ୟ ଯେତେବେଳେ ଆସିଛି ତାର ବହୁ ପୂର୍ବରୁ ଅର୍ଥାତ୍ ଅଶୋକ ଯୋଉ ସମୟରେ ଆସିଥିଲେ, ଅଶୋକ ଯେତେବେଳେ ଓଡ଼ିଶାକୁ ଅଧିକାର କରିଥିଲେ ସେତେବେଳେ ସେ ଭୁବନେଶ୍ୱରର ସେତେବେଳର ନାମ ଏକାମ୍ର କ୍ଷେତ୍ର ଥିଲା। ଏକାମ୍ର କ୍ଷେତ୍ର ଯୋଉଟା ଅଶୋକଙ୍କର ରାଜଧାନୀ ଥିଲା, ସେଠିର ନାଁ ଥିଲା ଶିଶୁପାଳଗଡ଼ ଏବଂ ତାଙ୍କର ଦିଟା ଥିଲା ରାଜଧାନୀ, ଗୋଟେ ତୋଷାଳୀ ନାମରେ ଗୋଟେ ରାଜଧାନୀ ଯୋଉଟା କେବଳ ରାଜ ପରିବାର ମାନେ ସେ ରାଜଧାନୀ କେବଳ ଆମୋଦ ପ୍ରମୋଦ ପାଇଁ ବ୍ୟବହାର ହଉଥିଲା, ଆଉ ଗୋଟେ ରାଜଧାନୀ ଥିଲା ଶିଶୁପାଳଗଡ଼ ଯୋଉଠିକି ସମସ୍ତ ଶାସନ ବ୍ୟବସ୍ଥା ବୁଝା ଯାଉଥିଲା। ଏବଂ ସେଠି ମଧ୍ୟ ଏବେ ଯୋଉ ବୌଦ୍ଧ କୀର୍ତ୍ତି ଦେଖାଯାଏ ତାହା ଅଶୋକଙ୍କ ଦ୍ୱାରା କରାଯାଇଥିବା କିଛି ବୌଦ୍ଧ କୀର୍ତ୍ତି, ଯାହା ଧଉଳିଗିରି ଏବଂ ଆମର ଖଣ୍ଡଗିରି ପାଖରେ କିଛି ବୌଦ୍ଧ କୀର୍ତ୍ତି ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ସେ ସମସ୍ତ ବୌଦ୍ଧ କୀର୍ତ୍ତି କି ଓଡ଼ିଶା ଭିତରେ ପ୍ରଚଳନ କରାଇବା ଏବଂ ଓଡ଼ିଶାକୁ ଗୋଟେ ବୌଦ୍ଧ ଧର୍ମର ଗୋଟେ ପେଣ୍ଠସ୍ଥଳୀ କରିବାର ଅଶୋକଙ୍କର ଅବଦାନ ଯେମିତି ରହିଥିଲା, ଠିକ ସେମିତି ଅଶୋକଙ୍କର ଅବଦାନ ରହିଥିଲା ଏଇ ଜଳଯାତ୍ରା ନୌ ବାଣିଜ୍ୟ କ୍ଷେତ୍ରରେ ତାଙ୍କର ମଧ୍ୟ କିଛି ଯୋଗଦାନ ରହିଥିଲା, ଯାହାଙ୍କ ଠାରୁ ଏଠି ପ୍ରଚୁର ପରିମାଣର କଞ୍ଚାମାଲ ମିଳିଲା ଓଡ଼ିଶାରେ। ଯେମିତିକି ଆର ବଣ ଜଙ୍ଗଲ ଥିଲା ଯାହାକି ଲୁଣି ପାଣିରେ ବହୁତ ସମୟ ରହିପାରିଲା ଭଳିଆ ଏବଂ ଭଲ ଭଲ ଡଙ୍ଗା ଏବଂ ଜାହାଜ ସବୁ ତିଆରି ବୋଇତ ତିଆରି ହେଇପାରିଲା ଭଳିଆ କାଠ ସେମାନେ ସଂଗ୍ରହ କରିପାରୁଥିଲେ ଓଡ଼ିଶାର ଜଙ୍ଗଲ ମାନଙ୍କ ମଧ୍ୟରୁ। ଏବଂ ଏମିତିଆ ଭଲ ଜାହାଜ ତିଆରି କରିବାରେ ମଧ୍ୟ ସେତେବେଳର ଉତ୍କଳୀୟ ଅତ୍ୟନ୍ତ ଧୁରୀଣ ଥିଲା, ପ୍ରବୀଣ ଥିଲା, ନିପୁଣ ଥିଲା। ଏବଂ ସେଗୁଡ଼ିକୁ ଜଳପଥରେ ସବୁ ନଦୀ ମାନଙ୍କ ମଧ୍ୟରେ ବ୍ୟବହାର କରି ଗୋଟିଏ ସ୍ଥାନ ଆଉ ଗୋଟିଏ ସ୍ଥାନକୁ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଛି ନବାରେ ମଧ୍ୟ ନୌ ଚାଳନା କୌଶଳଟାକୁ ମଧ୍ୟ ଉତ୍କଳୀୟ ମାନେ ବହୁତ ଭଲରେ ଶିକ୍ଷା କରିଥିଲେ। ଏବଂ ଏଇ ଆଧାରରେ ଯେତେବେଳେ ଅଶୋକଙ୍କର ଶାସନ କାଳ ଥିଲା ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀର ମଧ୍ୟଯୁଗରେ, ତେଣୁ ଏହା ଏକ ଆନ୍ତର୍ଜାତିକ ବାଣିଜ୍ୟର ଗମନାଗମନର ସଂଯୋଗରେ ସକ୍ରିୟ ହୋଇ ଉଠିଥିଲା ଓଡ଼ିଶା। ତେଣୁ ଗ୍ରୀକ ଭ୍ରମଣକାରୀ ଆପଣ ଦେଖିବେ ମେଘାସ୍ତିନିସ୍ ଲେଖିଥିଲେ ଯେ ଏମିତି ଗୋଟେ ସଡ଼କ ପଥ ଯୋଉଟା ଗାନ୍ଧାର ଠାରୁ ତକ୍ଷଶିଳା, ସେଟାକୁ ଗ୍ରାଣ୍ଡ ଟ୍ରଙ୍କ ରୋଡ ପୁଷ୍କଳାବତୀରୁ ତକ୍ଷଶିଳା ପର୍ଯ୍ୟନ୍ତ, କାନ୍ୟକୁବ୍ଜ, ପ୍ରୟାଗ, ପାଟଳିପୁତ୍ର ଦେଇକି ତାମ୍ରଲିପ୍ତି ପର୍ଯ୍ୟନ୍ତ ଯାଇଥିଲା, ଯାହା ସେତେବେଳେ ଭାରତର ପ୍ରମୁଖ ଜାତୀୟ ବନ୍ଦର ମାନେ ଥିଲେ। ତେଣୁ ଭାରତର ଏଇ ଯୋଉ ଜାତୀୟ ବନ୍ଦର ମାନଙ୍କର ନାଁ କୁହାଗଲା, ସେମାନଙ୍କ ଠାରୁ ନୌଚାଳନାର କଳା କୌଶଳ ଉତ୍କଳୀୟ ମାନେ ସେ ବନ୍ଦର ମାନଙ୍କରେ କାମ କରି ଖୁବ ସୁନ୍ଦର ଭାବରେ ଶିଖିଥିଲେ। ଏହା ଦେଖାଯାଇଛି ଯେ ଓଡ଼ିଶା ସମୟରେ ମାନେ ମୁଖ୍ୟ ଭୂ ବାଣିଜ୍ୟ ପଥଟା ସଂଯୋଗ ହେଇଥିଲା ମହାନଦୀ ଏବଂ ଦୟାନଦୀ, ଲୁଣା ନଦୀ ଏମାନଙ୍କୁ ନେଇ। ତେଣୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ୱାରା ସୃଷ୍ଟ ହେଇଥିବା ଏଇ ନୌସେନା, ଗୋଟେ ସେ ସ୍ୱତନ୍ତ୍ର ନୌସେନା ରଖିଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ସେ ନୌସେନା ମାନେ ଏମିତି ଜାହାଜ ଚଳେଇବାରେ ଏତେ ଧୁରୀ ନଥିଲେ, ଯୋଉମାନେ କି ଅଶୋକଙ୍କର ଶାସନ ଶେଷ ପର୍ଯ୍ୟନ୍ତ ବୁଲିକି ଆସିକି ଓଡ଼ିଶାରେ ବିଭିନ୍ନ ସହାୟତା ପ୍ରଦାନ କରିଥିଲେ। ଶିଖିବା ପାଇଁ ସେମାନେ ଆସିକି ଶିକ୍ଷକ ରୂପେ, ନୌଚାଳନା ଶିକ୍ଷକ ରୂପେ ମଧ୍ୟ ଅବସ୍ଥିତ ରହିଥିଲେ। ତେବେ ଏଠି ଆଉ ଗୋଟିଏ ଜିନିଷ ଆମକୁ ଉତ୍କଳୀୟ ମାନଙ୍କୁ ବେଶୀ ପ୍ରଭାବିତ କଲା। ମୁଁ ଆସିବି ଆମର ଯଯାତି କେଶରୀଙ୍କ ପାଖକୁ ଆସିବି, ତାପରେ ମୁଁ ଚୋଡ଼ଗଙ୍ଗ ଦେବଙ୍କ ପାଖକୁ ମଧ୍ୟ ଆସିବି। ଯଯାତି କେଶରୀ ଯେତେବେଳେ ଜଗତର ନାଥ ଜଗନ୍ନାଥ ବୋଲିକି ଯଯାତି କେଶରୀଙ୍କ ଠାରୁ ପ୍ରଭାବିତ ହେଇକରି ଚୋଳଗଙ୍ଗ ଦେବ ଜଗନ୍ନାଥ କଲେ, କିନ୍ତୁ ପ୍ରଥମେ ଯଯାତି କେଶରୀ 1049 ଖ୍ରୀଷ୍ଟାବ୍ଦ ପ୍ରଥମେ ସେ ଭୁବନେଶ୍ୱର ବୋଲିକି ନାମକରଣ କରିଥିଲେ। 99,999 ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ଏ ସମସ୍ତ ଲିଙ୍ଗ ମାନଙ୍କର ରାଜା ସ୍ୱରୂପ ଲିଙ୍ଗରାଜ ମଧ୍ୟ ପ୍ରତିଷ୍ଠା କରିଥିଲେ ଏବଂ ନାଁ ଦେଇଥିଲେ ଭୁବନେଶ୍ୱର। ଏଇ ଭୁବନେଶ୍ୱର ନାଁ, ଜାଗାଟିର ନାଁ ଦ୍ୱାରା ପ୍ରଭାବିତ ହେଇକରି ପରବର୍ତ୍ତୀ ସମୟରେ ଈଶ୍ୱରଙ୍କର ନାଁ ଜଗନ୍ନାଥ ବୋଲିକି ସେ ଦେଲେ। ତମେ ଭୁବନରେ ଈଶ୍ୱର, ଆମେ ଜଗତର ନାଥଙ୍କୁ ଏଠି ଧରିଛୁ। ତେଣୁ ଏଇ ଜଗନ୍ନାଥ ଏବଂ ଏ ଭୁବନେଶ୍ୱର ଲିଙ୍ଗରାଜ, ଏମାନେ ହଉଛନ୍ତି ଓଡ଼ିଶାର ସ୍ୱାଭିମାନ, ଏମାନେ ହଉଛନ୍ତି ଓଡ଼ିଆର ଅସ୍ମିତା। ଏବଂ ଯୋଉ କଥାକୁ ବେଶୀ ପରିପୁଷ୍ଟ କରିଥିଲେ ବିଶେଷ ଭାବରେ ଅଶୋକ। ଏବଂ ଚିଲିକା ହ୍ରଦରେ, ସେତେବେଳେ ଚିଲିକା ହ୍ରଦର ପଶ୍ଚିମ ପାର୍ଶ୍ୱରେ ଗୋଟେ ପାଲୁର ପାହାଡ ବୋଲି ଗୋଟେ ଥିଲା, ଯୋଉଟା କି ସମସ୍ତ ବନ୍ଦର ମାନଙ୍କର ସୁରକ୍ଷା ଭାବରେ କାମ କରୁଥିଲା। ଏ ସମସ୍ତ ତଥ୍ୟ ଗୁଡିକ ମତେ ବିଷୟ ନିର୍ଦ୍ଦେଶ ହେଲା ଆଜି ସକାଳେ, ଏବଂ ଏ ବିଷୟ ନିର୍ଦ୍ଦେଶ ହେଲା ପରେ ସେଥିରେ ଯାହା ଯାହା ସବୁ ଫ୍ୟାକ୍ଟ ଅଛି
से मोर फैक्ट फाइंडिंग गोटे लगेली कहीं मोर विषय है संस्कृत तेरे इतिहास फैक्ट गुड़ी को एकत्रित करली एवं से एकत्रित विषय वस्तु को आज आप निकट रखुची जोटि कि चिलिका ह्रदर पश्चिम पार्श्व पालूर पहाड़ गोटे समस्त बंदर मान सुरक्षा कार्य करुला जोटा पोलेमी बंदर रु मलय जोटा कि मालेशिया आज नाम से मलय बंदर बोली कहला से पोलेमी ठारू मालेशिया पर्यंत जहाज यात्रा करुला तेणु चिलिकार दक्षिण तटरे ऋषिकुल्या मुहाणी निकटरे पालूर नामक स्थान अच्छी जहाँ को ग्रीक भौगोलिक माने पोलेमी बोली कि द्वितीय शताब्दी रे ताकू उल्लेख कर ग्रीक रेतक सब भौगोलिक परिभ्रमणकारी मैंने आसमती कि चीन परिभ्रमणकारी ह्वेनसांग सी यू की बोली गोटे ग्रंथ लिखिं जे उत्कल देशर दक्षिण पूर्व सीमार थिबा चरित्रपुर नामक एक नगर जोटि कि एक समुद्र बंदर थिला सेठू बणिक माने विदेश को प्रस्थान करुथिले एवं सेठारू विदेशी माने आसिकरी विश्राम नौथिले ए जो चिलिकार दक्षिण पार्श्व जो रही पालूर पहाड़ तेणु जातक कथा जातक जोटा अच्छी आपनकर बौद्धर जातक कथा से बौद्धर जातक कथा मानकर मध्य चंपा और ताम्रलिप्ति नामक पूर्व देश दीटा बंदर नाम लिखा जाइए जोटि कि बणिक माने श्रीलंका एवं सुवर्ण भूमि को जाउथिले यही उपकूल को ओडिशार उपकूल को व्यवहार करके सिंहल पर्यंत जाई परुथिले आउ बौद्ध दर्शन बौद्ध बौद्ध किछि धर्म प्रचारक माने सिंहल यात्रा रे ख्रीष्टपूर्व 6ठ शताब्दी रे एवं से माने जाउथिले सिंहल आउ विभिन्न जगार बौद्ध धर्म प्रचार करने जोटि कि से माने 700 यात्री बसी पार्ला भलिया जहाज निर्माण कौशल वाहन कर बुहाइबार कौशल से शिखैथिले जो थरे कि बहुत उत्कलीय सेना माने जाइथिले आ सेठू से माने अत्यंत धुरीण होइकरी फेरीथिले आ से माने तापरे उत्कलीय किछि जिनिस उत्कलर कलाकार मानक द्वारा उत्कलर जो माने सब अछंती भल भल शिल्पी से द्वारा जिनस सब संग्रह करथिले जेमति कि पितलर से पितल माछ एवं जेमति कि हमर खली साईर किछि पितल रे तयारी होतबा जिनस एवं कटकर तारकसी काम एवं एमती किछि पाट आउ से चांदुआ जमती एबे भी जमती चांदुआ देखुचे से चांदुआ मध्य आउ एक विवर्तित रूप थिला जोटा छती त्रास एमती सब जिनस गुड़ी को से माने नेगिरी बाली जाभा सुमित्रा यही देप मानकरे एमिति तार प्रभाव विस्तार करथिले से जिनस को चाहिए रोते ओडिशार साधु उप माने केते बेले आसीबे तेणु ग्रीक भ्रमणकारी तांकर प्लिनी नामक नेचुरल हिस्ट्री गोटे जगार से लिखिं जे एथरे केवल जहाज चलुवा ओडिया माने रहउनथिले एथरे मध्य युद्ध करि पारला हेला योद्धा माने मध्य रहउथिले एवं समुद्र रे बहुत जलदस्यु माने मध्य रहउथिले एवं से जलदस्यु माननकु सामना करिकि निर्भीक भाव रे एमाने आंकर यातायात करुथिले एमती उत्कलीय किछि योद्धा माननकु धनुर्धर योद्धा जे माने कि कांड बिंदी पारंती सेमानकु नेकी सेमाने जाउथिले एवं सेमाने सुगंध द्रव्य सब नउथिले जेमती विभिन्न मसला मसली सुना रूपार कारुकार्य आउ किछि दुर्लभ औषधि आउ विभिन्न दुर्लभ वस्तु सब नेकी जाउथिले एवं समुद्र रु फेरिया समय रे किछि प्राकृतिक ओडिशा रे जेतेबेले 3टी बंदर थिला उपकूलवर्ती अंचल मानकरे सेतेबेले प्राकृतिक विपर्यय कारणरू केतक बंदर लोप पाई जाइथिला जेमति कि भूमिकंप एवं बात्या द्वारा नदी मुहाण रही बंदर किछि लोप पाई जाइथिला जा फल कि से कालर वाणिज्य परंपराटा को व्याहत करथिला तथापि मध्य ओडिशा होछि गोटे व्यवसायी जाति एवं से व्यवसाय द्वारा अन्य सब बाली जाभा सुमित्रा आदि जगह मानकरे निजर प्राधान्य रखि परिथिला ए कथाटी रही एबे भी मध्य जनमानस रही एवं केवल सी निजर जिनिस द्वारा उनको प्रभावित करथिला से कथा नुहे आम ओडिशा रे केतक पर्वपर्वाणी को मध्य से एमती भाव रे सेठी जाइकरी प्रभावित करथिला से पर्वपर्वाणी गुडी को ओडिशा रे हितले मध्य बाली द्वीप रे मध्य पालन करा जाउथिला अच्छा पश्चिम जगत रे एई मनसून पवन प्रणाली को पढ़ी पारला भलिया किछि भौगोलिक माने थिले जो माने कि आविष्कार करले जे हिपोलस मनसून बोली गोटे मनसून अछि
जो मनसूनटा कि आमर कार्तिक मासरे ही उत्तर पूर्व दिग को बहे जहाँकि तांको विशेष परिश्रम न करिकी समुद्र भितर जहाज परिचालना करने सुविधा हुए। तेणु पुरातत्वविद माने ओडिशा और आंध्र मिलता विशेष माटीर पात्र गुड़ाक सब परीक्षा करके देखी किसी खनन कार्य मिलता माटीर पात्र जहाँ कलिंग वेयर बोलिकी चिन्हित कर जोटा ख्रीष्टपूर्व 5म ठारू 2य शताब्दी पर्यंत से सब जगह मान मिलता एवं एइथिरे समुद्र पथरे आसुथिबा ओडिशार द्रव्य माने चिन्हित होइचंती विदेश द्वीपपुंज मानक तेणु पुरातन ओडिया मानक मध्य अदम्य साहस रही उद्यम रही समुद्र यात्रा रे तांकर प्रबल आकांक्षा रही एवं से अन्य को विशेष भाव तालीम दबारे निजक खुशी अनुभव करते। तेणु पुरातन तमिल साहित्य कोट करछि पुरातन तमिल साहित्य सेंकुटुभन नामक जने चेर राजा श्रीलंकार गजाबाहु नामक जने समकालीन राजा द्वारा समुद्र पथ द्वारा चेल राज्य ठारू ओडिशा एवं सेठारू श्रीलंका पर्यंत अभियान करथिले। यह देखौछि से समय ताम्रलिपि पाल्लोर परि बंदर गुड़िक द्वारा नियमित समुद्र यातायात जानवाहन चलीथिला जहार कि मुख्य चलाचल वाला थिले केवल उत्कलीय माने। आ पुरातन वैदिक साहित्य में देखुचे पौराणिक साहित्य देखुचे जे जहाज और नौका गुड़ी को केमती भाव समर कला व्यवहार करा जाए से गुड़िक वर्णना रही। जमती पुराना समय दक्षिण पूर्व एशिया भारतीय संस्कृतिर प्रभाव रहूला एवं ओडिशार साधव वैश्य माने सेठारे वाणिज्यकर अनेक उपनिवेश माने स्थापन करथिले। तेणु ये जो कहली जे प्रतिवर्ष कार्तिक पूर्णिमा समय ओडिशार नारी माने कन्या माने सब फूल कदली छाल द्वारा से कदली पटुका द्वारा बोईत सब तैयारी करती एटा प्रतीक मात्र ए प्रतीकटा केवल आमको स्वाभिमान एवं आमर अस्मिता को मन पकड़। तेणु यह नुहे जे गोटे कदली पटुआर बोईतटे भसई दबा द्वारा मु गोटे मासियाकर धर्म को संचय करदेली नहीं उत्कलीय अस्मिता रूपक जो धर्मटा से धर्मटा को मो भितर मु पुणी थे जागृत करली सेटा ही हूँ आमर डंगा भसार गोटे प्रतीक बोईत बंधाणर गोटे प्रतीक आउ ए समस्त कथा को बहन करे ओडिशा नौवाणिज्य परंपरार कथा को बहन करिकी वर्तमान ओडिशा रे अति सुंदर दिव्य भव्य कार्यक्रम होची जोटा बालीयात्रा ना रे आपण समस्त जानती। तेबे ए बालीयात्राटा केवल गोटे पर्व नौका और वाणिज्यर स्मृति स्वरूप नुहे एठी मध्य ओडिशार अस्मितार सांस्कृतिक प्रतीक माने सब एकत्रित होउचंती साहित्य आलोचना होउची हस्तशिल्प होउची लोकसंगीत माध्यम रे ओडिशार ऐतिह्य को मध्य उज्जवल भाव रे समग्र विश्व पक्षर प्रतिपादित करा जाउची। हमर ओडिसी नृत्य छौ नृत्य विभिन्न प्रकार आंचलिक नृत्यर जो गोटे स्वातंत्र्य रही से नृत्य कलाटा को मध्य विश्व दरबार रे प्रतिष्ठा। वर्तमान बालीयात्रा एक आंचलिक यात्रा नुहे यह एक ग्लोबलाइज्ड यात्रा यह हूँ समग्र विश्व स्तर रे एक यात्रा। तेणु यह केवल गोटे दिनर पर्व नुहे यहाँ हूँ गोटे जीवंत विकासशील आंदोलन आपण बालीयात्रा को गोटे जीवंत विकासशील आंदोलन रूप में नहीं पारे जमीती कि यह आधुनिकता को मिसेकरी वर्तमान एते सब अच्छा यूट्यूबर माने अच्छा विभिन्न इन्फ्लुएंसर माने अच्छा एवं से समस्त केवल भाषा भावगत पाश्चात्य अनुकरण रोचे किंतु एबे भी बालीयात्रा भितर जातु किसी इन्फ्लुएंसर अच्छा किसी यूट्यूबर अच्छा जो माने कि ओडिसी गीत गाई ओडिशार कथा कही ओडिशार नृत्य छंदे छंदे से सब प्रचार प्रसार करुँच जोटा विश्व दरबार देखू। एवं आज मु कहबी जे ये जो बालीयात्रा होची बालीयात्रा केवल गोटे यात्रा मात्र को नहीं अतीतर स्मृति की मन पकेबा नुहे ये बालीयात्रा हूँ एक आंदोलन जहाँ आमको आमको पुणी थे प्रतिष्ठा दिवाई आमको पुणी थे विश्व दरबार रे चिन्हित करने गोटे उपचार मात्रक एवं एमिति बालीयात्रा आमको एक कथा शिखाए जे उत्कलीय जहाँ स्वातंत्र्य रही ताकू केमिति विश्व दरबार रे आमे ताकू प्रतिष्ठा करिवा। तेणु बोईत बंधाण आउ बालीयात्रा एटा गोटे साहसर पर्व एटा गोटे होची आम स्वाभिमान पर्व एवं ओडिशा ओडिया अस्मितार पर्व। तेणु बोईत वाणिज्य बालीयात्रा केवल साधव मान गोटे वाणिज्य यात्रार गोटे गाथा नुहे से दिन हुए तो गोटे कार्तिक पूर्णिमा थिला
ସେଦିନ ହୁଏତ ଆଜି ଆମେ ଦେଖିଲେ ସୁपर ମୁନ୍ ଯୋଉ ଦେଖିଲେ ପିଙ୍କ କଲର ମୁନ୍ ଦେଖିଲେ ସେ ପିଙ୍କ କଲର ମୁନ୍ ଦେଖି ଆମେ କାର୍ତ୍ତିକ ପୂର୍ଣ୍ଣମୀ ଦିନ କାହିଁକି ଆକାଶକୁ ଚାହିଁକି ରହିଛୁ ନା ଦେଖିବି ସୁପର ମୁନ୍। ଆରେ ସୁପର ମୁନ୍ ନାଇଁ, କାର୍ତ୍ତିକ ପୂର୍ଣ୍ଣମୀ ଦିନ ଦେଖେ ବାୟୁର ଗତିଟା କେମିତି ଅଛି, ବାୟୁର ଗତିଟା ଉତ୍ତର ପୂର୍ବ ଦିଗକୁ ଅଛି, ତାକୁ ଆମେ ଅନୁଭବ କରିବା ପାଇଁ କାହାରି ପାଖରେ ମାନସିକତା ନାହିଁ। ଆମକୁ ଯେତେବେଳେ ପାଶ୍ଚାତ୍ୟ ଅନୁକରଣରେ କହି ଦିଆଗଲା ଯେ ଏଇଠି ବର୍ତ୍ତମାନ ସୁପର ମୁନ୍, ତେଣୁ ସୁପର ମୁନ୍ ଫେଷ୍ଟିଭାଲ ରୂପରେ ମଧ୍ୟ ତାକୁ ପାଳନ କରିବା। ପ୍ରତ୍ୟେକ ବର୍ଷର ପ୍ରାୟ କାର୍ତ୍ତିକ ମାସରେ ଯେ ଅର୍ବିଟ ରହିଛି ସେ ଅର୍ବିଟଟା ନିକଟତର ହେଇଯାଉଛି, ତେଣୁ ସେଦିନ ନିଶ୍ଚିତ ଭାବରେ ଚନ୍ଦ୍ର ବଡ ଦେଖାଯିବ। କିନ୍ତୁ ଆମକୁ ଦିଗଭ୍ରଷ୍ଟ କରିବା ପାଇଁ, ଆମର ଏଇ ପରମ୍ପରାକୁ ନଷ୍ଟ କରିଦେବା ପାଇଁ ଗୋଟେ ପିଙ୍କ ମୁନ୍ ସୁପର ମୁନ୍ ଏଇ ନାଁରେ କାର୍ତ୍ତିକ ପୂର୍ଣ୍ଣିମାଟାକୁ କରିବାର ଗୋଟେ ଚକ୍ରାନ୍ତ ଚାଲିଛି। ତେଣୁ ତାକୁ ପ୍ରତିହତ କରିବା ଆମ ଉତ୍କଳୀୟ ଅସ୍ମିତା ସ୍ୱାଭିମାନର ଗୋଟେ ମୁଖ୍ୟ ବିନ୍ଦୁ ହବା ଆବଶ୍ୟକ। ଏବଂ ବୌଦ୍ଧ ସାହିତ୍ୟରେ ଆଉ କିଛି ଲେଖାକୁ ମଧ୍ୟ ଆମେ ଯଦି ଦେଖିବା, ସେଠି ଦେଖିବା ଯେ ସେମାନେ ଯୋଉ ଓଡିଆ ଯାତ୍ରୀ ନାବିକ ମାନେ ଯାଉଥିଲେ, ସେମାନେ ତାଙ୍କ ପାଖରେ 6 ମାସର ଖାଦ୍ୟ ରଖିପାରିବାର ସାମର୍ଥ୍ୟ ଥିଲା। ଏବଂ ଥେରେଗାଥା ନାମକ ଗ୍ରନ୍ଥ, ବୌଦ୍ଧ ଗ୍ରନ୍ଥ, ସେଥିରେ କିଛି ବଣିକ ମାନଙ୍କର ନାଁ ମଧ୍ୟ ଲେଖା ଯାଇଛି ଯେଉଁମାନେ ଧନାର୍ଜନ ପାଇଁ ବିଦେଶ ଯାତ୍ରା କରୁଥିଲେ ଏବଂ ସେମାନେ ଆସିକି ଉତ୍କଳୀୟ କିଛି କଳିଙ୍ଗ ବାସୀ ମାନଙ୍କୁ ଶିଖେଇଥିଲେ ନୌ ବାଣିଜ୍ୟ ଏବଂ ନୌ ଚାଳନାର କଳାଟାକୁ ଶିଖେଇଥିଲେ। ତେଣୁ ଯୁବ ଆନ୍ଦୋଳନ ଗୋଟେ ବର୍ତ୍ତମାନ ଆବଶ୍ୟକ ରହିଛି, ଯାହାର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ଗୋଟେ ସୁନ୍ଦର ଟପିକ ଆଜି ରଖିକିରି ଏ କଥାଟାକୁ ପୁଣି ମନେ ପକେଇ ଦଉଛି ଯେ ଆମେ ଯଦି ବାସ୍ତବିକ କିଛି ଉତ୍କଳୀୟ ଅସ୍ମିତାର ମହତ୍ଵକୁ ବୁଝୁଛେ, ଆମେ ବାସ୍ତବିକ ଯଦି କିଛି ଉତ୍କଳୀୟ ସ୍ୱାଭିମାନକୁ ବୁଝୁଛେ, ତାହେଲେ ଆମେ ଏମିତି ଏକ ଆନ୍ଦୋଳନରେ ନିଜକୁ ସାମିଲ କରିବା ଯେମିତି କି ଆମର ପୁରୁଣା ଗାଥା ପ୍ରଥା ପରମ୍ପରା ଆଚାର ବିଚାର ରୀତିନୀତି ଏସବୁ ଗୁଡାକ ପୁନରୁଜ୍ଜୀବିତ ହୋଇ ଉଠିବ ଏବଂ ଏହାକୁ ପୁଣି ଥରେ ବିଶ୍ୱ ଯେମିତି ଅନୁକରଣ କରିବ। ତେଣୁ ଏବେ ବି ମଧ୍ୟ ଶିଶୁପାଳଗଡର ସେ ଯୋଉ ଖୋଦା ହେଇଥିଲା ପ୍ରତ୍ନତତ୍ତ୍ୱବିତ୍ ଖୋଦନରେ, ସେଠି କିଛି ମାନବ ମୁଣ୍ଡ ମିଳିଥିଲା ଯୋଉଟା କି ରୂପାରେ ତିଆରି ହେଇଥିଲା, କିଛି ପଶୁ ରୂପ ମଧ୍ୟ ମିଳିଥିଲା, କିଛି ରୋମ ଦେଶର କିଛି କଏନ ସେଠି ମିଳିଥିଲା। ଏବଂ ଯେତେବେଳେ ରୋମ ସାମ୍ରାଜ୍ୟ ପ୍ରତିଷ୍ଠା ହେଇନଥିଲା, ରୋମ ସାମ୍ରାଜ୍ୟର ବିଶେଷ ପ୍ରଭାବ ନଥିଲା, ସେତେବେଳେ ଯଦି ଶିଶୁପାଳଗଡର ଖୋଦେଇ କାର୍ଯ୍ୟରୁ ମିଳୁଛି କିଛି ରୋମୀୟ କଏନ, ତାହେଲେ ଏଥିରୁ ଜାଣନ୍ତୁ ଯେ ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରା କେତେ ଦୃଢ ଥିଲା, ଯାହା ଫଳରେ କି ଆଜି ମଧ୍ୟ ସେ ଶିଶୁପାଳଗଡର ସେ ଖୋଦେଇ କାର୍ଯ୍ୟରୁ ମିଳିଥିବା ମ୍ୟୁଜିୟମ ଭିତରେ ମଧ୍ୟ ତାହା ସଂଗୃହୀତ ହେଇକି ଅଛି। ତେଣୁ ଏବେ ବର୍ତ୍ତମାନ ଯିଏ ଆସିଥିଲେ ଆମର ଗୋଟେ ବିଶ୍ୱବିଦ୍ୟାଳୟ, ଇଂଲଣ୍ଡର ଗୋଟେ ବିଶ୍ୱବିଦ୍ୟାଳୟର ଜଣେ ଆସିଥିଲେ ଐତିହାସିକ ଜଣେ ମହିଳା ଆସିଥିଲେ ଏବଂ ସିଏ ଆମର ଓଡିଶାରେ ବହୁତ ଦିନ ଧରି ରହିକିରି ଓଡିଶାର ଐତିହ୍ୟ ପରମ୍ପରା ୟା ଉପରେ ଗୋଟେ ଗବେଷଣା କରୁଥିଲେ। ପ୍ରଦୀପ ମହାନ୍ତି ବୋଲି ଜଣେ, ସେ ଡେକାନ ମହାବିଦ୍ୟାଳୟ ସେଠି ରହିକି ଗବେଷଣା କରୁଥିଲେ, ସିଏ ବି ଜଣେ ଐତିହାସିକ। ସିଏ ଆସିକି ଓଡିଶା ବିଷୟରେ ତାଙ୍କ ପାଖରେ ଗାଇଡ ଭାବରେ ରହିଥିଲେ ଏବଂ ସିଏ ଯୋଉ କଥାକୁ କହନ୍ତି ସେଥିରେ ଆମେ ଦେଖିଛେ ଯେ ମୋନିକା ସ୍ମିଥ ନାମକ ଜଣେ ବିଦେଶୀ ମହିଳା ଯିଏକି ହାର୍ଭାର୍ଡ ୟୁନିଭରସିଟିରେ ଐତିହାସିକ ଭାବରେ କାମ କରନ୍ତି, ସେ ଭାରତର ଅନେକ ସହର ଉପରେ ଗବେଷଣା କଲେ ଏବଂ ଓଡିଶା ଉପରକୁ ଯେତେବେଳେ ବିଶେଷ ଭାବରେ ଗବେଷଣା କରିବାକୁ ଆସିଲେ, ସେତେବେଳେ ତାଙ୍କ ସାଥିରେ ଜଣେ ଥିଲେ ଓଡିଆ ବିଭାଗ ଆମ ଓଡିଶାର ଲୋକ, ସିଏ ତାଙ୍କୁ ସାହାଯ୍ୟ କରିଥିଲେ ପ୍ରଦୀପ ମହାନ୍ତି ନାମରେ। ଏବଂ ସିଏ ଯୋଉ ଥିଓରି ଗୁଡିକ ଦେଇଥିଲେ ସେଥିରୁ ଏ କଥା ମିଳେ ଯେ ଯଦି ଶିଶୁପାଳଗଡର ଖୋଦେଇ କାର୍ଯ୍ୟରୁ ମିଳୁଛି ସେମାନଙ୍କର ରୋମ ର ଶିକା ଟଙ୍କା ପଇସାର କଏନ ସବୁ ମିଳୁଛି, ତାହେଲେ ୟାଙ୍କର ନୌ ବାଣିଜ୍ୟ ପରମ୍ପରାଟା କେତେ ସମୃଦ୍ଧ ଥିଲା, ଯାହାଫଳରେ ସେ ଦେଶର ଟଙ୍କା ପଇସା ମଧ୍ୟ ଆମ ପାଖରେ ଆସିକି ପହଞ୍ଚି ଯାଇ ପାରୁଥିଲା। ତେବେ ମୁଁ ପ୍ରଥମରୁ କହୁଥିଲି ଲିଙ୍ଗରାଜ ମନ୍ଦିର ନିର୍ମାଣ କ୍ଷେତ୍ରରେ ଯଯାତି କେଶରୀ ଯେତେବେଳେ 1077ରୁ 1147 ଭିତରେ ଜଗନ୍ନାଥ ମନ୍ଦିର 1147ରେ 1150ରେ ଚୋଳଗଙ୍ଗଦେବ ଜଗନ୍ନାଥ ମନ୍ଦିର ନିର୍ମାଣ କଲେ। ଯଯାତି କେଶରୀ 1025ରୁ 1040 ଏଇ ଶାସନ କାଳ ଭିତରେ ଯାହା ଯାହା ସବୁ ମନ୍ଦିର ମାଳିନୀ ବୋଲି କରିଦେଇ ଚାଲିଗଲେ ଏକାମ୍ର କ୍ଷେତ୍ରକୁ, ସେତେବେଳେ ତ ଭୁବନେଶ୍ୱର ନାଁ ନଥିଲା, ଏକାମ୍ର କ୍ଷେତ୍ର ବୋଲି ଯୋଉ ଏଇଠି କରିଲେ, ସେ ବିଷୟରେ ଆମର ଗୋଟେ ବହି ସେତେବେଳେ ପଢା ହଉଥିଲା ଲିଙ୍ଗରାଜାୟନଂ ବୋଲିକି। ସେ ଲିଙ୍ଗରାଜାୟନଂ ବହିରେ ଗଣେଶ୍ୱର ରଥ ବାଚସ୍ପତି ଶର୍ମା ସେ ଖୁବ ସୁନ୍ଦର ଭାବରେ ଲେଖିଛନ୍ତି ଯେ ଲିଙ୍ଗରାଜ କ୍ଷେତ୍ର ଏମିତି ଗୋଟେ କ୍ଷେତ୍ର ଥିଲା
शिव पार्वती को पचारे पार्वती को शिव कहते जे देख मोर सब प्रिय क्षेत्र कोटा जानिच पदद्वंदमित्थं तदीयं बचासु प्रशंसन जगादोपनेला त्रिनाथ वरेण्योत्कले प्राग बधू के लिखाताम बुधेर बारुणे विद्धि तत् पुण्यपीठम से पुण्यपीठटी बारुण प्रदेश रे अंबुधर बारुण प्रदेश रे समुद्र पश्चिम दिगरे पतद्वंद से जगह कौटी ना बारुण प्रदेश रे उत्कल अंबुध जो पाद छुई तार पश्चिम दिगरे यह हूँ श्रेष्ठ धाम बोलिकी स्वयं वाराणसी क्षेत्राधिपति विश्वनाथ विश्वनाथ एक कथा कहते से लिंगराज प्रतिष्ठा जिते जजाति केसरी करते से क्षेत्र ना एकाम्र क्षेत्र रही एकाम्र क्षेत्र नाम परिवर्तन कर समग्र भुवनर सचराचर विश्व ब्रह्मांडर ईश्वर बोलिकी जगह ना भुवनेश्वर करते भुवनेश्वर नाम रे प्रभावित होमर चूड़गंगदेव जगन्नाथ बोलिकी नामकरण करते जगन्नाथ क्षेत्र बोलिकी पुरीर प्राय पुरुषोत्तम धाम यह सब पुराना ना हो रही ये हूँ आमर स्वाभिमान ये हूँ आमर अस्मिता आमर ईश्वर आमर ठाकुर आमर भगवान हेले आमर अस्मिता जो जो अस्मितार आम देखीचे केते कौन सी नीच जाति लोक को आम भेदभाव करे ना डिस्क्रिमिनेशन आदौ ही प्रश्न ना नारी पुरुषर भेदभाव जो नारी को एमती बोधे साहित्य कौन सी जगार ना बलराम दास लक्ष्मी पुराण रे जहाँ रचना करें सेटा तो हूँ ओडियार अस्मिता जो एमती बोधे साहित्य कौटी ना जिते महालक्ष्मी जिते जाकर रथरू टे भांगी देकी पलि आसटा तो हूँ पारंपरिक गोटे दाम्पत्य प्रेम तेणु ए दाम्पत्य प्रेम एवं गोटे स्वामी स्त्री गोटे स्त्री स्वामी उपर अभिमान करवा एवं सी देउल छाड़ी चली जावा कहीं तुम सान बड़ उचा नीचा करल बोली एवं सेठी स्त्री पुरुष भितर किसी प्रभेद न रखा स्त्री बिना तुम केमी चलो बोली गोटे उदाहरण सृष्टि करा यह कौन कम बड़ कथा केवल ओडिया साहित्य ही बलराम दास साहित्य लिखा जाए कौन साहित्य एभली गाथा आ कथा आम देखा पाएना तेणु उत्कलीय साहित्य महान उत्कलीय संस्कृति महान उत्कलीय देवता महान उत्कलीय भगवान होउछन श्रेष्ठ भगवान एवं उत्कलीय प्राणर जे होउछन आराध्य से जगन्नाथ होउछंती ओडिशार स्वाभिमान उत्कलर स्वाभिमान आमर अस्मिता तेणु से श्री जगन्नाथंकर से पदार बिंदरे मु यथाशक्ति यथा मुक्ति यथा भक्ति यथा मोर परिसर भितर उपस्थापन करली एवं जदि मोर बाक बाणी वचन रे कौन त्रुटि रही था बा कौन कथा खापछड़ा लगी था ताले निष्पक्ष उदारतारे महानतारे निश्चित भाव में क्षमा करदेवे एवं आगु को एमती कार्यक्रम रे जदि मु किछि योगदान करिपारे निरंजन भाई तो एतिकी मोर वक्तव्य को आपन निकट रे उपस्थापन करली एवं यही लोक संसदर उत्तरोत्तर उन्नति कामना कली मो द्वारा जेतिकी जेतेबेले संभव हो पार निश्चित भाव में सेवा करिवार सुजोग टिके भाई माने दउदिबे आउ एई सेवारे जीवन एमती सेवा पिना बासे दिवस से नहीं जाए पर संसार असार संसार हो गले पार बोलाइब महाजसा तेणु यही सेवा कर सुजोग देइथिबारु मु निरंजन भाई पाखे गोदावरी सार पाखे बहुत 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 निजर कृतज्ञता ज्ञापन करुच्ची भौणी नीलिमा को मध्य मोर कृतज्ञता ज्ञापन करुच्ची मते एथिरे सामिल करथिया लगी संतोष भाई के मध्य मो बहुत बहुत धन्यवाद दूसरी मत आजीवन सदस्य टे कर पारिथिबा लगी आ प्रलय सार तो मोर शिक्षा गुरु सार विषय कौन कहि सार विषय कहवार धृष्टता करूना तेणु आपण मान निकट में मोर एतिकी वक्तव्य रखी मोर वाणी को विराम दूची ओम शांति शांति शांति। धन्यवाद खूब सुंदर वक्ता महाशय विजयानंद सार और बंधु मोर मंगलाचरण ठारू आरंभ करी वक्तव्य शेष पर्यंत प्रतिटी क्षेत्र रे ओडियार अस्मिता प्रतिफलित केवल भाषा रे नुहे भाव रे नुहे कर्म रे प्रतिफलित हवा आवश्यक ए सुंदर कथा खूब सुंदर भाव रे आम पाखे उपस्थापित कर विभिन्न माने बहुत सुंदर भाव रे जो जिनस शुणी है नथिला से जिनस आज उपस्थापित होईची बहुत भल लागिला मु अनुरोध करूची वर्तमान हमर सभापति श्रीयुक्त गोदावरी सर तांकर अभिभाषण रखिबे एवं शेष रे समस्त को नहीं हमर धन्यवाद अर्पण वर्तमान मु अनुरोध करूची हमर गोदावरी सर सभापति तांकर रखिबे। धन्यवाद धन्यवाद हमर संयोजिका मैडम को अब वक्तव्य रखिथिबा
ବିଜୟାନନ୍ଦ ଶତପଥୀ ସାର୍ଙ୍କୁ ଯିଏ ଅନର୍ଗଳା କହିଲେ, ଅଧ୍ୟାପକ ମାନେ ତ ଅନର୍ଗଳା କହନ୍ତି। ଘଣ୍ଟେ 1.5 ଘଣ୍ଟା 2 ଘଣ୍ଟା ତାଙ୍କୁ ବୋଧେ ସମୟ ପାଇଲାନି, ଆଉ ଆଜ୍ଞା ଅନ୍ତତଃ ଘଣ୍ଟେ ଭିତରେ ସମୟ ସରିଥାନ୍ତା। ଯେ ବଢିଆ କଥାଟି ବୁଝେଇଲେ। ଶୁଭୁଛି ମ୍ୟାଡାମ? ଶୁଭୁଛି? ଆଜ୍ଞା 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 ଶୁଣିପାରୁଛି। ଅସ୍ମିତାର ଅସ୍ମିତା ଯେ ଏକ ସାମର୍ଥ୍ୟବୋଧ, ଅସ୍ମିତା ଯେ ଏକ ବୀରତ୍ୱ, ଏକ ଦୁର୍ବାର ଦୁର୍ଦ୍ଦଶ ଜାତିର ପରିଚୟଟିଏ, ମାଟିର ସଙ୍ଗୀତଟିଏ। ଏ କଥା ତାଙ୍କୁ ସମସ୍ତ ଭାଷଣ ମଧ୍ୟରୁ ଉତୁରି ଆସିଲା ଯେ ଆମର ବାଲିଯାତ୍ରା ଅଛି ତ, ଆମର ଡଙ୍ଗା ଭସା ଅଛି ତ, ଆମର ଅସ୍ମିତା ଅଛି। ଅସ୍ମିତା ଅଛି କୋଣାର୍କରେ, ଅସ୍ମିତା ଅଛି ଭୁବନେଶ୍ୱରରେ, ଭୁବନେଶ୍ୱର କଥା ବୁଝାଉଥିଲେ, ଅସ୍ମିତା ଅଛି ପୁରୀରେ। ସେ କବି ଯୋଉଦିନ କହିଦେଲା ଯେ ରମ୍ୟ କଳାର ଲୀଳା କୁହାଯାଏ ନାହିଁ, ମଣିଷର ପାଇଁ କହିବାକୁ ଯାହା ଥିଲା ସେ କୋଣାର୍କର କଥା। ପୁଣି ଏପଟେ କବି ଲେଖିଲେ ଯେ ଲଲାଟ ଇନ୍ଦୁ କେଶରୀ, ଗଢିଲେ ଦେଉଳ ଯତନ କରିଲୁ ବିଦେଶୀ ମରିଲେ ଝୁରି। ବିଶ୍ୱକୁ ଆମେ ଆଶ୍ଚର୍ଯ୍ୟ ଦେଇଛୁ, ଆଶ୍ଚର୍ଯ୍ୟ ଦେଇଛୁ ମନ୍ଦିରରେ, ଆଶ୍ଚର୍ଯ୍ୟ ଦେଇଛୁ ମନରେ, ଆଶ୍ଚର୍ଯ୍ୟ ଦେଇଛୁ କାଠିରେ, ଗଣତିରେ, ଗଣତିରେ, ପାଦରେ, ଉପପାଦ୍ୟରେ। ଏଇଠି କେବଳ ଗୋଟିଏ କଥା ରାଧାନାଥ ସେଦିନ ତାଙ୍କ ଚିଲିକା କାବ୍ୟରେ ଲେଖିଥିଲେ ଯେ ଅସ୍ମିତା ବିସ୍ମୟ ହେଲେ ନିମଗନ, ଖର ସୌରକରେ ତାରକା ଯେସନ। ଅସ୍ମିତା ଅଛି, ଏ ସାହିତ୍ୟ ସଂସ୍କୃତି ଅଛି, ଅସ୍ମିତା ଅଛି ବୋଲି କବି ସାହିତ୍ୟ ଲେଖୁଛି। ଭଞ୍ଜ ସେଦିନ ଲେଖିଥିଲେ ଲାବଣ୍ୟବତୀ କାବ୍ୟରେ ଯେ ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ, ବନ୍ଦାପନା କରୁଥାନ୍ତି ନାରୀ ସତ୍ୱରେ। ସତରେ ସାହିତ୍ୟ ବଞ୍ଚିଛି ଅସ୍ମିତାକୁ ନେଇ, ଅସ୍ମିତା ବଞ୍ଚିଛି ସାହିତ୍ୟକୁ ନେଇ। ବହୁତ କଥା କହିଲେ, ଇତିହାସରୁ, ପୁରାଣରୁ ଅବଦାନ ଆଙ୍କେ ସେ ଭିଡ଼ି ଆଇଲେ। ସମଗ୍ର ଭାରତ ବର୍ଷକୁ, ପୃଥିବୀକୁ ଗୋଟିଏ ବିନ୍ଦୁରେ ମିଶେଇ ଦେଲେ। କୋଉଠି ଯାବା ସୁବାତ୍ରା, କୋଉଠି ବର୍ଣ୍ଣିଓ ବାଲି। ଏବେ ବି ସେମାନେ ଆସୁଛନ୍ତି, ଏବେ ବି ସବୁ ବାଲିଯାତ୍ରା କହୁଛି ଆମର ଯେ ଆମେ ବି ଯାଉଥିଲୁ, ଆମେ ବି ବାଣିଜ୍ୟ ବେପାର କରୁଥିଲୁ, ସଂଗ୍ରାମ କରୁଥିଲୁ। କେତେ ସୁନ୍ଦର ସୁନ୍ଦର କଥା। ଓଡିଶାରେ ଯେତେ ସବୁ ବ୍ରତ ଓଷା କଥା ରହିଛି, ଅଧିକାଂଶ ଆପଣମାନେ ଜାଣିଥିବେ, ମ୍ୟାଡାମ ପଚାରିଲେ ସେ ଜାଣିବେ, ଅଧିକାଂଶ ଓଷା ବ୍ରତ ସାଧବାଣୀ କିମ୍ବା ସାଧବ ଝିଅ ମାନେ କରୁଥିବାର ଉଲ୍ଲେଖ ରହିଛି। ଖୋଲଣା ସୁନ୍ଦରୀ ହଉ, ସତ୍ୟପୀର ବ୍ରତ ହଉ, ଶନିଶ୍ଚର ମେଳା ହଉ, ଚୈତି ପୁନେଇ, ସୋମନାଥ ବ୍ରତ ତଥା ଅନ୍ୟାନ୍ୟ ଅନେକ ବ୍ରତ ଓଷା କେବଳ ଓଡିଶା ନୁହେଁ ବରଂ ଦେଶରେ ସ୍ତ୍ରୀ ଲୋକମାନେ ଯେଉଁ ମଙ୍ଗଳଚଣ୍ଡୀ ପୂଜା କରନ୍ତି, ତାହା ମଧ୍ୟ ପ୍ରଥମ ସୌଦାଗର ଓଡିଶାରେ ଯାହାକୁ ସାଧବ ବୋଲି କୁହାଯାଏ, ସେଇ ସ୍ତ୍ରୀ ମଙ୍ଗଳଚଣ୍ଡୀ ପୂଜା କରି ଚାଲିଛନ୍ତି, ଏବେ ବି ଚାଲିଛି। ସାର୍ ତ କଣ୍ଟ୍ରୋଲ କଥା କହିଲେ, ଟିକେ ଆଉ ଅନ୍ୟାନ୍ୟ କଥା କହିଲେ ବହୁତ ସମୟ ନଥିଲା। କଣ୍ଟିଲରୁ ହିଁ ବହୁତ ସାଧକ ମାନେ, ତେଲି ଜାତିର ବଣିଜ ବେପାରୀ ମାନେ ସେତେବେଳେ ଯାଉଥିଲେ। ତାମ୍ରଲିପ୍ତି ବନ୍ଦର ଏପଟେ ବ୍ରହ୍ମଗିରି, ସେପଟେ ମାନେ ବନ୍ଦରମୟ ଥିଲା ଓଡିଶା। ପଶ୍ଚିମ ଓଡିଶା ନଥିଲା କି ଦକ୍ଷିଣ ଓଡିଶା ନଥିଲା, ଆମର ଉପକୂଳ ଅଞ୍ଚଳ। କେଡେ କେତେ ବୋଇତ ନେଇ ଆମେ ଯାଉଥିଲେ। ସେ ବୋଇତ ମାନେ ଏବେ ତ ଆଉ ନାହାନ୍ତି। ସେ ବୋଇତ ମାନେ ଯାଇଥି ସେ ଯୁଗ ଆସି ଛିଡେଇବେ ନୂଆ ବେଳା। ପାରାଦୀପ ଏବେ ଲାଗୁ ଏଇ ଜାହାଜ ଭେଳା ଭେଳା, ଆଉ ବୋଇତ ନାହିଁ, କିନ୍ତୁ ଅଛି ଜାହାଜ, ଯୋଉଥିରେ ଏବେ ବି ସେ ସଂସ୍କୃତି ଆମର ଯିଏକି ରହିଛି। କିନ୍ତୁ ଆଜି ଗୋଟିଏ କଥା ଜଣେ ଧର୍ମଯାଜକ କହିଥିଲେ ଗୋଟେ ବକ୍ତବ୍ୟରେ ଯେ ଏବେ ଓଡିଶାର ଲୋକ ସେତେବେଳେ ଧନ ଧାନ୍ୟ ମଣିମାଣିକ୍ୟ ପାଇଁ ବିଦେଶ ଯାଉଥିଲେ, କିନ୍ତୁ ଏବେ ଆମେ ଯାଉଛେ ନିର୍ମାଣ ଶ୍ରମିକ ହୋଇ ମନ୍ଦିର ଗଢିବା ପାଇଁ। ଇଏ ଗୋଟେ ଦୁଃଖର କଥା। ସମୟ କିନ୍ତୁ ବଦଳିଛି। ସେଥିରେ ବାଣିଜ୍ୟ ବେପାର ଚାଲିଥିଲା, ଏଥିରେ ବି ବାଣିଜ୍ୟ ବେପାର ଚାଲିଛି, ଆହୁରି ଚାଲୁ। କାର୍ତ୍ତିକ ପୂର୍ଣ୍ଣିମା ପୁଣି ଆସୁ, ପୁଣି ଡଙ୍ଗା ସେଇଦିନ ଭସେଇବା। ଅନୁକୂଳ ହେବା, ଝଡ ବର୍ଷା ବାତ୍ୟାର ପ୍ରକୋପ କମି ଯାଇଥାଏ, ଚାଷ କାର୍ଯ୍ୟ ସରି ଯାଇଥାଏ। ଏହି ଦିନ ଅନୁକୂଳ କରି ସାଧବ ମାନେ ବୋଇତରେ ଯାଉଥିଲେ। କି ଚମତ୍କାର କଥା ଏ ସାହିତ୍ୟରେ ରହିଛି। ଯୋଉ ଆକା ମା ବେଇ, ଆକା ମା ବେଇ ଗୀତ ଗାଇଦେଲା ବେଳେ ଦୟାନିଧି ରଥ ଏପଟେ ବସିଛନ୍ତି ସାନ ଭାଇ ଆମର, ଆପଣ ମାନେ ତ ଅନେକ ବସିଛନ୍ତି। ସେ ମାନେ ତାଙ୍କ ଗାଁ ପୋଖରୀ ପ୍ରାୟ 2000 ଡଙ୍ଗା ହେନ କଦଳୀ ପାଟୁଆରେ ଭାସୁଥିଲା। କି ପରିଷ୍କାର ପାଣି ହେଇଯାଏ, ତଥାପି ଖୁସି ଲାଗେ ଯେ ପାନ ଗୁଆ ତକ ତୋର କଣ ଧର୍ମ ମାସ ହେଇଛି, ଆକା ମା ବେଇ ପାନ ଗୁଆ ଥୋଇ। କୋଉଠି ପାନ ଗୁଆ ରହୁଛି, କାହିଁକି ରହୁଛି? ଯେ ନିମନ୍ତ୍ରଣ ଦିଆଯାଏ ପାନ ଗୁଆରେ ଝିଅକୁ, ଜ୍ୱାଇଁକି, ଘରକୁ, ବନ୍ଧୁକୁ। ତେଣୁ ଆମେ ବିଦେଶକୁ ନିମନ୍ତ୍ରଣ କରୁଛେ, ଆମ ଲୋକକୁ ବନ୍ଦାପନା କରି ଛାଡୁଛେ। ତେଣୁ ଏଇ ଅସ୍ମିତା, ଏଇ ପରାଗ, ଏଇ ପ୍ରୟାଗର ପରାଗ, ଯୋଉ ତୀର୍ଥ ମାଟିର ପ୍ରୟାଗ ଆଗାମୀ ଦିନ ମାନଙ୍କରେ ପୁଣି ଆଲୋଚିତ ହଉ, ପୁଣି କବି ସାହିତ୍ୟ ଲେଖୁ, ପୁଣି କବିତା ପଢା ହଉ, ପୁଣି ଐତିହାସିକ ମାନେ ଗବେଷଣା କରନ୍ତୁ, ସମଗ୍ର ପୃଥିବୀକୁ ନେଇ ଆସନ୍ତୁ, ଓଡିଶାର କାହାଣୀ ଲେଖନ୍ତୁ। ଜୟ ଜଗନ୍ନାଥ। ପୁଣି ଆମର ଅନ୍ୟ କାର୍ଯ୍ୟକ୍ରମ ଅଛି,
ନୀଳିମା ମ୍ୟାଡାମଙ୍କୁ ଅନୁରୋଧ କରିବା ସେ ପୁଣି ତାଙ୍କର ପରବର୍ତ୍ତୀ କାର୍ଯ୍ୟରେ ଆଗେଇବେ। ଜୟ ଜଗନ୍ନାଥ।